ତା ନିଜର ସଂସ୍ଥାକୁ ମାନେ ଗୋଟେ କାହିଁକି ଆକ୍ଷେପ କରି କହୁଛି ଆପଣଙ୍କ ସତ୍ତା କାହିଁକି ଟେକୁଛି। କିନ୍ତୁ ମୋ କହିବା କଥା ହଉଛି ସଂଘ ଏମିତି ହବା ଦରକାର ସେ ଓଡିଶାର ସମସ୍ତ ରାଜ୍ୟର ଆଜି ଦେଖନ୍ତୁ ଭୁବନେଶ୍ୱର ହଉଛି ଆମ ଜଗତସିଂହପୁରରେ ବି ହଉଛି। ମୁଁ ବି ପରେ ମୋ ସିଟାଇ ଯିବି ଜଗତସିଂହପୁରରେ ଅଛି ରାତିରେ ଅଛି ପ୍ରୋଗ୍ରାମ ମୁଁ କରିବି। ଆଜି ଆପଣ କୁହନ୍ତୁ ଆଜି ସେତିକି ମତେ ଲାଗିଲା ମତେ ହୃଦୟରୁ ଲାଗିଲା ବୋଲି ମୁଁ ଭୁବନେଶ୍ୱରରୁ ଗାଡି କରିକି ମୁଁ ପଳେଇ ଯାଇଛି। 5 ପଇସାଟା ନେଇନି କିଏ କହିଦବ ନାଲିଆମ୍ବ ଆଇଛି ଷ୍ଟେଜ ଉପରେ ଟଙ୍କା ନେଇଛି ଟଙ୍କା ନେବି ନାହିଁ କାରଣ ମୋର ହୃଦୟରୁ ସେତିକି ଅଛି। ମୋ ଭାଇମାନେ ଯୋଉ ଭଳିଆ କଷ୍ଟ କରୁଛନ୍ତି ମୁଁ ଯୋଉ ରାତି ଦିନ ହେଇକି ଅନିଦ୍ରା ହେଇକି ରାତି 2ଟା 3ଟା ଲାଗୁଛି ଗେଟ୍ ଖଡଖଡ କରୁଛି ସେ ମାଲିକ ବିଗୁଡୁଛି ମୁଁ ଜାଣିଛି କଷ୍ଟ କଣ। କଳାକାର ଯାହା ସେ ଡ୍ରାଇଭର ସେଇଆ କିନ୍ତୁ ସେ କଥା କିଏ ବୁଝିବ କୋଉଦିନ ବୁଝିବ ସିଏ ଗୋଟେ ପ୍ରଶ୍ନବାଚୀ। କିନ୍ତୁ ଆପଣମାନେ ହାର ମାନନ୍ତୁନି ସେମିତି ଆଗେଇ ଚାଲନ୍ତୁ। ପ୍ରକୃତରେ ମୁଁ ଆପଣମାନଙ୍କ ପାଇଁ ବି ଦୁଆ ମାଗୁଛି ପ୍ରଭୁଙ୍କ ପାଖରେ ସେ ମୁସଲିମ ଭାଇ ହୁଅନ୍ତୁ ହିନ୍ଦୁ ଭାଇ ହୁଅନ୍ତୁ ସତରେ ଆମେ ଏକାଠି ହେଇ ଆଜି ଯୋଉ ସଂସ୍ଥାର ଅଛି ସେ ସଂସ୍ଥା ହଉଛି ନମ୍ବର 1। ଯୋଉମାନେ କହୁଛନ୍ତି ଡ୍ରାଇଭର ହେ ତାକୁ ଝିଅ ଦବାନି ଅମକ ଦବାନି ସେମିତି ପ୍ରମାଣ କରି ଦେଖ ସତରେ ମୁଁ ବି 30-40 ହଜାର ରୋଜଗାର କରୁଛି ମୁଁ ବି ଗାଡି ଚଲାଉଛି ମୋ ସଂସାରକୁ ମୁଁ ରଖୁଛି। କୋଉ ଯୋଗଣୀ ଛାଡି ସମ୍ଭାଳୁଛି ମୋ ସଂସାରକୁ ସିଏ କଣ କହିବ ଅଛି ନା ନାଇଁ ସେମିତି ପ୍ରଶ୍ନ ହଉଛି ନା ନାଇଁ। କଣ ମୋ ଝିଅ କାହିଁକି ଗାଡି ଚଲୁଛି ମଦ ପିଉଥିବ କୋଉ ନେଇ ଢୁକେଇଦବ ଆରେ କଣ ଢୁକେଇଦବ କେଇଟା ସଂସାର କିଏ କାହାକୁ ଢୁକେଇଦବ ମାରିଦେଲେଣି। ସେମିତି ଆଜି ସଂଘବଦ୍ଧ ହିସାବରେ ନାଲିଆମ୍ବ ଆପଣମାନଙ୍କୁ ସେତିକି ଆଶ୍ୱାସନା ଦଉଛି ମୋ ଆତ୍ମା ସେତେବେଳେ ଶାନ୍ତି ହବ ଯୋଉଦିନ ଏକାଠି ହବ। ଆଉ ଗୋଟେ କଥା ମୋ ଭିତରେ ରହିଯାଇଛି ଯେମିତି ଆମର ଆମ୍ବୁଲାନ୍ସର ଯେମିତି ଗୋଟେ ନମ୍ବର ଅଛି ସମସ୍ତଙ୍କର ନମ୍ବର ଅଛି ଟୁଙ୍କିନି ଗଲେ ଫଟକିନି ପଳେଇ ଯାଉଛି। ଆପଣମାନଙ୍କର ସେମିତି କିଛି 300 400 500 900 ଏମିତିଆ ନମ୍ବର ଅଛି କି ଗୋଟେ ସେମିତି କଲେ ବି ଖୁସି ହୁଅନ୍ତା। କିନ୍ତୁ ଯାହା ବି ହଉ ଯେତେବେଳେ ଯୋଉଠି ବି ଭାଇମାନେ ଅଛନ୍ତି ସେ ଭାଇମାନେ ଏକଜୁଟ ହେଇକି ଯାଇକି ସେ ଜାଗାରେ ପହଞ୍ଚାଉ ସେଟା ମତେ ଭାରି ଖୁସି ଲାଗୁଛି। ସର୍ଭିସ ଦଉଛନ୍ତି ବହୁତ ବଢିଆ କଥା। ଆଉ ଥରେ ହୃଦୟରୁ ଗୋଟେ ଜୋରଦାର ତାଳି ଦଉ। ବହୁତ କଥା ତା ଭିତରେ ଅଛି ଦେଖିଲ ଏ ବା ଷଣ୍ଢ ପୁରେଇବ ତାର କାମ ସେଇଆ। ମୁଁ ବସିଥିଲି ମୋ ମୁଣ୍ଡକୁ ଗୋଟେ କଥା ଆସିଲା ଇଏ ଯୋଉ ଲୋକ ଭାଉଜର କଣ ନ ଖାଇଲେ ଇଏ ଆମ୍ବୁଲାନ୍ସକୁ ଡାକି ଦଉଛନ୍ତି। ଥରେ ଆମ୍ବୁଲାନ୍ସକୁ ଡାକିଦେଲେ ଝିଅକୁ ସ୍କୁଲ ନେଇ ପଳେଇଲେ ମାନେ ୟାକୁ ପୁଣି ଡ୍ରାଇଭର ମାସଙ୍କ ତରଫରୁ ଗୋଟେ ନମ୍ବର ଦିଆଯିବ ତମେ ତ ଇସ୍ ପୁଣି ହେଲେ ସମସ୍ତଙ୍କୁ ଫୋନ କରି ଡାକିଦବ। ଥରେ ପୋଲିସ ବାଲାଙ୍କୁ ଫୋନ କରିଦେଲେ କହିଲେ ଆଜ୍ଞା ଗୋଟେ ଚୋରି ହେଇକି ଆସନ୍ତୁ। ସିଏ ଆସି ପହଞ୍ଚିଲା ବେଳକୁ ତାଙ୍କ ଗାଡିରେ ଯାଇ ନିଜେ ବସି ପଡ଼ିଲେ କହିଲେ ମତେ ଟିକେ ହସ୍ପିଟାଲ ପାଖରେ ଛାଡିଦିଅ। ମାନେ ଇଏ ନାଲିଆମ୍ବ ଆଙ୍କ ଗୁଣ ହଉଛି ସେଇଆ। ମୁଁ ସେଇ କଥା କହୁଥିଲି ଆଙ୍କୁ କେହି ନମ୍ବର ଦବନି ଯିଏ ନମ୍ବର ଦେଲା ସିଏ ମଲା। ଆଚ୍ଛା ଯାଉ ମୋ ଭାଇ ଟିକେ ରହ କହୁଥିଲେ ଯେ 2 ଭାଇଙ୍କର ଗୋଟେ ପ୍ରୋଗ୍ରାମ ହବ। ଆଚ୍ଛା ଦେଖନ୍ତୁ ଭାଇମାନେ ତ ତାର ଖିଆ ପିଆ ହେଇକି ସେ ଗଲେଣି ଆରି ଭିତରେ କରିବା। ମୁଁ ଆଉ ଗୋଟେ ସବିଶେଷରେ ଗୋଟେ କଥା କହୁଛି ଯେ ୟୁଟ୍ୟୁବ ଚ୍ୟାନେଲ ଖୋଲିଦେଲେ ଖାଲି